ଫେବୃଆରୀ ମାସ 7 ତାରିଖ ଶନିବାର ଅର୍ଥାତ୍ ଆଜିର ପାଣିପାଗ ଅପଡେଟ୍। ରାଜ୍ୟକୁ ଫେରିପାରେ ହାଲୁକା ଥଣ୍ଡା। ଆସନ୍ତା 3 ଦିନ ଭିତରେ 2ରୁ 3 ଡିଗ୍ରୀ ଖସିପାରେ ରାତି ତାପମାତ୍ରା। ଫେରିପାରେ ହାଲୁକା ଥଣ୍ଡା। ରାତି ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍ କମିପାରେ ଆସନ୍ତା 3 ଦିନ ଭିତରେ। ସାମୟିକ ଭାବେ ଏହି ଶୀତ ଅନୁଭୂତ ହୋଇପାରେ। ଏହା ପରବର୍ତ୍ତୀ 3 ଦିନରେ ରାତି ତାପମାତ୍ରା ପୁଣି ସାମାନ୍ୟ ବଢ଼ିବା ସମ୍ଭାବନା ଅଛି। ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ସେହିପରି ଭାରତୀୟ ପାଣିପାଗ ବିଭାଗ IMD ପକ୍ଷରୁ ଆସନ୍ତା 2 ସପ୍ତାହ ପାଇଁ ପାଣିପାଗର ବିସ୍ତାରିତ ଆକଳନ ଜାରି ହୋଇଛି। ଏଥିରେ ଅନୁମାନ କରାଯାଇଛି ପୂର୍ବ ଭାରତରେ ଆସନ୍ତା 19 ପର୍ଯ୍ୟନ୍ତ ରାତି ତାପମାତ୍ରା ସ୍ୱାଭାବିକଠାରୁ ସାମାନ୍ୟ କମ୍ ରହିପାରେ। ଅର୍ଥାତ୍ ଓଡ଼ିଶାରେ ବି ସେପର୍ଯ୍ୟନ୍ତ ହାଲୁକା ଥଣ୍ଡା ପ୍ରଭାବ ରହିପାରେ। ରାତି ତାପମାତ୍ରା ସାମାନ୍ୟ କମିଛି ବିଭିନ୍ନ ସ୍ଥାନରେ। ଆଗାମୀ 7 ଦିନ ଅର୍ଥାତ୍ ଆସନ୍ତା 13 ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ସେହିପରି ଆଗାମୀ 7 ଦିନ ପାଇଁ ବର୍ଷାକୁ ନେଇ କୌଣସି ଚେତାବନୀ ନାହିଁ। ତାପମାତ୍ରା ହ୍ରାସ ପାଇବା ସହ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ପାଖାପାଖି ରହିବାର ଅନୁମାନ କରାଯାଉଛି। 3ରୁ 4 ଦିନରେ ଏହି ଶୀତ ଲହରୀ ପରେ ପୁଣି ଧୀରେ ଧୀରେ ପାରଦ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।